ଆମର ସ୍ପେଶାଲ ଡ୍ରାଇଭ୍ 15/2/2024 ଟୁ 29 ତାରିଖ ପର୍ଯ୍ୟନ୍ତ ରହିଛି। ଏଇ ଆମର ଆମର କମିଶନରଙ୍କ ନିର୍ଦ୍ଦେଶ କ୍ରମରେ ଆମର এই ଉଦଳା ରେଞ୍ଜରେ ବିଭିନ୍ନ ଜାଗାରେ ଆମେ ଚଢ଼ଉ କରୁଥିଲୁ। ଆମେ 3ଟି ଗାଡ଼ିରେ ଆମର ଉଦଳା ରେଞ୍ଜ ସବ୍ ଇନ୍ସପେକ୍ଟର ଆମର ଏଠିକାର ଖୁଣ୍ଟା ଏବଂ ବେତନଟି 3 ଜଣଙ୍କ ଅଫିସରଙ୍କୁ ନେଇ ମୁଁ 3ଟି ଗାଡ଼ିରେ 3ଟି ଟିମ୍ ଆମେ ଗଠନ କରିଥିଲୁ। ଏହି ଟିମ୍ରେ ଆମ ଷ୍ଟାଫ୍ମାନଙ୍କର ଉଦଳା ରେଞ୍ଜ ଚାର୍ଜ ସବ୍ ଇନ୍ସପେକ୍ଟର ଏବଂ ଇନ୍ସପେକ୍ଟର ଇନ୍ସପେକ୍ଟର ଚାର୍ଜ ରହିଛି। ଏହି ସଂକ୍ରାନ୍ତରେ ଆମେ 3ଟି ଜାଗାରେ ଚଢ଼ଉ କରିଥିଲି। ନବରା ଆଉ ଏଇଟା ହେଉଛି ସିଦ୍ଧ କାନପୁର ଗୋଠପୁରା ଆଉ ବାଲିନାଳ ଏଇ 3-4 ଜାଗାରେ ଯାଇଥିଲୁ। ଏହି ସଂକ୍ରାନ୍ତରେ ଆମେ 2 ଜଣ ଲୋକଙ୍କୁ ଆମେ ଆଜି ଅଟକ ରଖିଛୁ ଏବଂ ତାଙ୍କ ପାଖରୁ ଏ ଯେଉଁ ନଷ୍ଟ କରାଯାଇଛି 10,550 କେଜି ୱାସ୍ ଏବଂ 325 କେଜି 325 ଲିଟର ମହୁଲି ମଦ। ଏ ସଂକ୍ରାନ୍ତରେ ଆମେ 2 ଜଣ ବ୍ୟକ୍ତିକି ଆରେଷ୍ଟ କରିଛୁ। ତାଙ୍କର ନାଁ ହେଲା ପୂଜା ହାସଦା, କମଳାକାନ୍ତ ସିଂ। এই 2 ଜଣଙ୍କୁ ଆମେ ଅଟକ ରଖିଛୁ। ଆଜି ତାଙ୍କୁ କୋର୍ଟ ଚାଲାଣ କରିବୁ। ସାର୍ କ'ଣ କହିବେ ଯେ ନୂଆ କରି ଆପଣ ଜଏନିଂ ଦେଇଛନ୍ତି ଆଜି ଗୋଟେ ବଡ଼ ସଫଳତା ଗୋଟେ ଆଜି ଆପଣ ପାଇଛନ୍ତି, କ'ଣ କହିବେ ଯେଉଁ ଅଞ୍ଚଳରେ? ଏଇ ଅଞ୍ଚଳରେ ବିଭିନ୍ନ ଜାଗାରେ ବହୁତ ଅଛି ଚୋରା, ଯେତିକି ଯାହା ରହିଛି ଆମେ ତାକୁ ଆ ପରେ ବି ଚଢ଼ଉ ଜାରି ରଖିବୁ ଏବଂ ପ୍ରତ୍ୟେକ ଯେଉଁ ଦୋଷୀମାନେ ଅଛନ୍ତି ତାଙ୍କୁ ଆମେ ଆରେଷ୍ଟ କରି କୋର୍ଟ ଚାଲାଣ କରିବୁ।